ପିଲାମାନେ ଆଜି ଏହି ଭିଡିଓରେ ଆମେ ଗୋଟିଏ ସୁନ୍ଦର ଗପଟିଏ ଶୁଣିବା। ଆଚ୍ଛା କହିଲ ପିଲାମାନେ, ସେ ଗପଟିର ନାଁ କ'ଣ? ସେ ଗପଟିର ନାଁ ହେଉଛି ବଉଳା ଗାଈ। ପିଲାମାନେ ତମାନେ ଏହି ଗପଟିକୁ ଆଗରୁ ବହୁତ ଥର ଶୁଣୁଥିବ, ହେଲେ ଆଜି ଏହି ଭିଡିଓରେ ପୁଣି ଥରେ ସେଇ ଗପଟିକୁ ଆମେ ଭଲ ଭାବରେ ଶୁଣିବା। ବଉଳା ଗାଈ କିପରି ସତ କହିଲା। କାହାକୁ ପିଲାମାନେ ସତ କହିଲା? ନା ବାଘ ମାମୁଁକୁ କିପରି ସତ କହିଲା, ଆଉ ଏ ସତ କହି ସେ କିପରି ବାଘ ମାମୁଁ କବଳରୁ ନିଜକୁ ରକ୍ଷା କଲା, ନିଜ ଜୀବନକୁ କିପରି ସେ ରକ୍ଷା କଲା। ତ ପିଲାମାନେ ତା ପୂର୍ବରୁ ତମମାନେ ଯଦି ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଚ୍ୟାନେଲଟିକୁ ପ୍ରଥମେ ସବସ୍କ୍ରାଇବ କରିଦିଅ, ଯାହାଫଳରେ ତମମାନେ ଘରେ ବସି ମୋବାଇଲ ସାହାଯ୍ୟରେ ଏହିଭଳି ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ଗପ ଶୁଣିପାରିବ। ତ ପିଲାମାନେ ଏବେ ଆମେ ଗପଟିକୁ ଭଲ ଭାବରେ ଶୁଣିବା। ଗୋଟିଏ ଗାଁରେ ବଉଳା ନାମରେ ଗୋଟିଏ ଗାଈଟିଏ ରହୁଥିଲା। ସେ ଦେଖିବାକୁ ବହୁତ ସୁନ୍ଦର ଥିଲା ଏବଂ ଦେଖିବାକୁ ଡଉଲ ଡାଉଲ ଥିଲା। ସେ ଦେଖିବାକୁ ଏତେ ସୁନ୍ଦର ଥିଲା ଯେ ଗାଁର ସବୁ ପଶୁ ତା ଆଗରେ ଫିକା ପଡ଼ି ଯାଉଥିଲେ। ତାର ସ୍ୱଭାବ ବହୁତ ଶାନ୍ତଶିଷ୍ଟ ଥିଲା। ଗାଁରେ ଥିବା ଅନ୍ୟ ପଶୁ ଏବଂ ଗ୍ରାମବାସୀମାନେ ତାକୁ ଭାରି ଭଲ ପାଉଥିଲେ। ସେ ମଧ୍ୟ ଗ୍ରାମର ଲୋକ ଏବଂ ପଶୁମାନଙ୍କୁ ବହୁତ ଭଲ ପାଉଥିଲା। ସେ ସମସ୍ତଙ୍କ ସାଥିରେ ସ୍ନେହ ଆଦରର ସହିତ ରହୁଥିଲା। ବଉଳାର କଅଁଳ ବାଛୁରୀଟିଏ ମଧ୍ୟ ଥିଲା। ସେ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଥିଲା। ବଉଳା ତାର କଅଁଳ ବାଛୁରୀକୁ ବହୁତ ଭଲ ପାଏ। ସେ ପଡ଼ିଆକୁ ଚରିବାକୁ ଗଲାବେଳେ ତା ଛୁଆକୁ ପେଟ ଭରି କ୍ଷୀର ପିଆଏ, ଆଉ ତା ମନ ଭରି ଛୁଆକୁ ଗେଲ କରେ। କାହିଁକି ନା ବଉଳା ସକାଳୁ ପଡ଼ିଆକୁ ଚରିବାକୁ ଯାଇ ସନ୍ଧ୍ୟାରେ ଫେରେ, ଆଉ ସନ୍ଧ୍ୟାରେ ତା କଅଁଳ ବାଛୁରୀ ତାକୁ ଦେଖି ଭାରି ଖୁସି ହୁଏ। କାହିଁକି ନା ଦିନ ସାରା ସେ ତା ମାଆକୁ ଦେଖିନଥାଏ, ତା ମାଆ ବି ତା ଛୁଆକୁ ଦେଖିନଥାଏ। ସେଥିପାଇଁ ବଉଳା ଯେତେବେଳେ ପଡ଼ିଆରୁ ଚରି ଫେରେ ସେତେବେଳେ ତା ଛୁଆ ତାକୁ ଦେଖି ବହୁତ ଖୁସି ହୁଏ, ଆଉ ସେ ଫେରିବା ପରେ ତା ଛୁଆକୁ ପୁଣି ଥରେ ପେଟ ଭରି କ୍ଷୀର ପିଆଏ, ଆଉ ତାପରେ ମନ ଭରି ଗେଲ କରେ। ଗାଁର ଲୋକମାନେ ମଧ୍ୟ ଏହି ବଉଳାର ବାଛୁରୀକୁ ବହୁତ ଭଲ ପାଆନ୍ତି। ବଉଳା ଜଙ୍ଗଲକୁ ଘାସ ଚରିବାକୁ ଗଲା ପରେ ଗାଁର ଲୋକମାନେ ତାର କୁନି ବାଛୁରୀକୁ ବହୁତ ଗେଲ କରନ୍ତି। ଏହିପରି ବଉଳା ଏବଂ ତାର ଯାଆଁଳ ବାଛୁରୀ ବହୁତ ଖୁସିରେ ଦିନ କାଟୁଥିଲେ। ଏହିପରି କିଛି ଦିନ ବିତିଗଲା। ଦିନକର କଥା, ବଉଳା ସବୁଦିନ ଭଳି ସେଦିନ ବି ଜଙ୍ଗଲକୁ ଘାସ ଚରିବାକୁ ଯାଇଥିଲା। ହେଲେ ତାର କଅଁଳ ବାଛୁରୀକୁ ସାଥିରେ ନିଏ ନାହିଁ। କାହିଁକି ନା ସେ ବହୁତ ଛୋଟ ଥିଲା। କାହିଁକି କେଜାଣି ତାକୁ ଏମିତି ଲାଗେ କାଳେ ଯଦି ତା ଛୁଆ ତା ସାଥିରେ ଯିବ କାଳେ ତାକୁ କିଏ ନେଇଯିବ, ନହେଲେ ଖାଇଦବ। ସେଥିପାଇଁ ସେ ତାର ଛୁଆକୁ କେବେ ବି ସାଥିରେ ନିଏ ନାହିଁ। ବଉଳା ସକାଳେ ଘାସ ଚରିବାକୁ ଯାଇ ସନ୍ଧ୍ୟାରେ ଫେରିଆସେ। ଏହିଭଳି ବଉଳା ପ୍ରତ୍ୟେକ ଦିନ ଜଙ୍ଗଲକୁ ଘାସ ଚରିବାକୁ ଯାଏ। ହେଲେ ଦିନେ ଏହିଭଳି ଜଙ୍ଗଲରେ ଘାସ ଚରୁ ଚରୁ ଘନ ଜଙ୍ଗଲର ଭିତରକୁ ପଳାଇଲା। ସେ ଜଙ୍ଗଲରେ ବଉଳା ଗୋଟିଏ ବାଘ ହାବୁଡ଼ରେ ପଡ଼ିଗଲା। ବଉଳା ମଧ୍ୟ ବାଘକୁ ଦେଖି ବହୁତ ଡରିଗଲା। କାହିଁକି ନା ସେ ଜଙ୍ଗଲକୁ ପ୍ରତ୍ୟେକ ଦିନ ଘାସ ଚରିବାକୁ ଆସେ, ହେଲେ ସେ କେବେ ବି ବାଘ ହାବୁଡ଼ରେ ପଡ଼ିନଥିଲା। ସେଥିପାଇଁ ସେ ବାଘକୁ ଦେଖି ବହୁତ ଡରିଗଲା। ବାଘଟି ଜଙ୍ଗଲରେ ବଉଳାକୁ ଦେଖି ବହୁତ ଖୁସି ହୋଇଗଲା। ବାଘଟି ମନେ ମନେ ସ୍ଥିର କଲା ଯେ ସେ ଆଜି ବଉଳାକୁ ଖାଇବ। ତାପରେ ବାଘ ବଉଳାକୁ ଆକ୍ରମଣ କରିବାକୁ ଯାଉଥିବା ବେଳେ ବଉଳା ହଠାତ୍ କାକୁତି ମିନତି ହୋଇ ବାଘକୁ କହିଲା, ବାଘ ଭାଇ, ମତେ ଛାଡ଼ିଦିଅ। ମୋର ଗୋଟିଏ କଅଁଳ ବାଛୁରୀଟିଏ ଅଛି। ସେ ଏବେ ମୋର ବାଟ ଚାହିଁ ବସିଥିବ। ତାକୁ ବହୁତ ଭୋକ ମଧ୍ୟ ଲାଗିବଣି, ଆଉ ସେ କାନ୍ଦୁଥିବ। ମୁଁ ଘରକୁ ଯାଇ ତାକୁ କ୍ଷୀର ଦେଇ ଆସିଲେ ତମେ ମତେ ଖାଇବ। ବଉଳାର ଏହି କଥା ଶୁଣି ବାଘ ମାମୁଁକୁ ବହୁତ ହସ ଲାଗିଲା, ଆଉ ସେ ହା ହା ହୋଇ ହସିବାକୁ ଲାଗିଲା। ତାପରେ
ବାଘ ମାମୁଁ ବଉଳାକୁ କହିଲା, ତୁ କ'ଣ ମତେ ବୋକା ଭାବୁଛୁ? କାହାର କ'ଣ ନିଜ ଜୀବନକୁ ଲୋଭ ନାହିଁ ଯେ ତୁ ପୁଣି ନିଜ ଛୁଆକୁ କ୍ଷୀର ଦେଇ ଫେରି ଆସିବୁ? ନିଜ ମରଣକୁ ନିଜେ ଡାକି ଆଣିବୁ? ତୁ କ'ଣ ଭାବୁଛୁ ତୋର ଏଇ ମିଠା ମିଠା କଥା ଶୁଣି ତତେ ମୁଁ ଛାଡ଼ିଦେବି? ପାଇଥିବା ଶିକାରକୁ ମୁଁ ଜମା ଛାଡ଼ିବିନି। ଆଜି ତତେ ମୁଁ ଖାଇବି। ବଉଳା କିନ୍ତୁ ବାଘକୁ ବହୁତ ମିନତି କଲା। କହିଲା, ମୁଁ ତମକୁ କଥା ଦଉଛି ବାଘ ଭାଇ, ମୁଁ ମୋ ଛୁଆକୁ କ୍ଷୀର ପିଆଇ ଦେବି ଆଉ ତାକୁ ମନ ଭରି ଗେଲ କରିବି। ଆଉ ତାପରେ ମୁଁ ତୁମର ଭୋଜନ ହେବାକୁ ନିଶ୍ଚୟ ତମ ପାଖକୁ ଫେରିବି। ଆଉ ତାପରେ ତମେ ମତେ ଖାଇବ। ବାଘଟି ବହୁତ ଦିନ ଧରି ଭୋକିଲା ଥିଲା। ସେ କିଛି ବି ଖାଇନଥିଲା। ବଉଳାକୁ ଦେଖିବା ପରେ ସେ ଖାଇବାକୁ ତାକୁ ସ୍ଥିର କଲା। ବଉଳା ତାକୁ ବହୁତ କାକୁତି ମିନତି ହେଲା। ଆଉ ସେ ବଉଳାର ଏହି କାକୁତି ମିନତି ଶୁଣି ତାକୁ ବହୁତ ଆଶ୍ଚର୍ଯ୍ୟ ଲାଗିଲା। ତାପରେ କାହିଁକି କେଜାଣି ବାଘ ମାମୁଁ ମନରେ ଭାରି ଦୟା ଆସିଲା। ତାପରେ ବାଘ ମାମୁଁ ବଉଳାକୁ ଛାଡ଼ିଦେଲା। ତାପରେ ବଉଳା ଆଉ ଡେରି ନ କରି ସଙ୍ଗେ ସଙ୍ଗେ ଦୌଡ଼ି ଦୌଡ଼ି ତା ଛୁଆ ପାଖକୁ ଫେରି ଆସିଲା। ତା ଛୁଆକୁ ପେଟ ଭରି କ୍ଷୀର ପିଆଇଲା ଆଉ ବହୁତ ଗେଲ କଲା। ମନ ଭରି ଗେଲ କରି ସାରିବା ପରେ ସେ ତା ଛୁଆ ବାଛୁରୀକୁ ବୁଝେଇ ସୁଝେଇ କହିଲା, ଜମା କାହାରି କ୍ଷତି କରିବୁ ନାହିଁ। ସମସ୍ତଙ୍କ ସହ ମିଳିମିଶି ରହିବୁ। ସବୁବେଳେ ସତ କହିବୁ। ଏହା କହି ବଉଳା ବହୁତ କାନ୍ଦିଲା। ତାର କଅଁଳ ବାଛୁରୀଟି ତା ମା ଆଖିର ଲୁହକୁ ଦେଖି ସେ ସେହିପରି ବିକଳ ହୋଇ ତା ମାର ମୁହଁକୁ ଚାହିଁ ରହିଥାଏ। ସେ ଯେହେତୁ ବହୁତ ଛୋଟ ଥିଲା, ତା ମାର ଆଖି ଲୁହର କାରଣ ବା ଜାଣିବ କେମିତି? ତାପରେ ବଉଳା ତା ଛୁଆକୁ ମନ ଭରି ଗେଲ କରି ସାରିବା ପରେ ବାଘର ଗୁମ୍ଫା ପାଖକୁ ଫେରିଗଲା। ବଉଳାର କଅଁଳ ବାଛୁରୀଟି ତାର ମାର ଯିବା ବାଟକୁ ସେହିପରି ଏକଲୟରେ ଚାହିଁ ରହିଥାଏ। ତାକୁ ଜଣା ନଥିଲା ଯେ ତା ମା ଆଉ କେବେ ବି ଫେରିବନି। ଏହାପରେ ବଉଳା ବାଘର ଗୁମ୍ଫା ପାଖରେ ପହଞ୍ଚିଗଲା। ତାପରେ ବାଘ ମାମୁଁ ବଉଳାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ସେ ଭାବିଲା, ବଉଳା କ'ଣ ସତରେ ଫେରି ଆସିଲା? ତାପରେ ବାଘଟି କହିଲା, ବଉଳା ନିଜ ଜୀବନ ଅପେକ୍ଷା ନିଜ କଥାରେ ବହୁତ ମହତ୍ତ୍ୱ ରଖେ। ଏମିତି ଗୋଟେ ଭଲ ପ୍ରାଣୀକୁ ମୁଁ କେମିତି ଖାଇପାରିବି? ତାପରେ ବାଘ ମାମୁଁର ମନରେ କାହିଁକି କେଜାଣି ବଉଳା ପ୍ରତି ଦୟା ଆସିଲା। ତାପରେ ସେ ବଉଳାକୁ ଛାଡ଼ିଦେଲା। କହିଲା, ଯା ବଉଳା, ତୋ ଛୁଆ ତୋ ବାଟ ଚାହିଁ ବସିଥିବ ଆଉ ସେ ତତେ ବହୁତ ଖୋଜୁଥିବ। ତୁ ଫେରିଯା, ମୁଁ ତତେ ଖାଇବି ନାହିଁ। ତାପରେ ବଉଳା ତା ଛୁଆ ପାଖକୁ ଫେରିଗଲା। ଆଉ ତାର ଛୁଆ ବଉଳାର ଫେରିବା ଦେଖି ବହୁତ ଖୁସି ହୋଇଗଲା। ଆଚ୍ଛା କହିଲ ପିଲାମାନେ, ତମମାନେ ଏ ଗପରୁ କ'ଣ ଶିଖିଲ? ନା ଆମେ ଯଦି ସବୁବେଳେ ସତ କହିବା ତେବେ ଆମେ ମୃତ୍ୟୁ ମୁଖରୁ ମଧ୍ୟ ଫେରି ପାରିବା। ବଉଳା କିପରି ସତ କହି ବାଘ ହାବୁଡ଼ରୁ ନିଜକୁ ରକ୍ଷା କଲା। ଆଉ ଏ ବଉଳା ସତ କହିବାରୁ ବାଘ ମାମୁଁର ମନ ତରଳି ଗଲା ଆଉ ସେ ବଉଳାକୁ ନ ଖାଇ ଛାଡ଼ିଦେଲା। ପିଲାମାନେ, ତମମାନଙ୍କୁ ଯଦି ଏଇ ଗପଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।